तापर कौन है जानकी तापरे भांगी गला निद्रा कुहंतु कुहंतु ना स्वामी एहा कोन सत्य सत्य हबो हाँ जानकी मुझे प्राप्त संध्या समय अनेक गुड़िए स्वप्न देखी आसे आम राज्यर पिता और मातांकर अनेक स्नेह देखी आसे भाई मान भाई प्रति आनंद सर्वकरी पिता माता स्वप्न रे मत डाकती बाबुरी रामचंद्र विद्या शिक्षा करिवार अछि परा से माता कौशल्या कल्य कंडरे डाकती मते बाबुरी रामचंद्र भोजर खाइबा आस ए सब मु नेत्र रे देखी देखी धिकार मन करे कहीं ना जानो कि मु तो बड़े हतभागी ना वनयात्रा काले न देखिली मुखमंडल तार अग्रजर दे स्नेह भक्ति सम्मान अर्पणे सदा शिष्टाचारी अरे मोर प्राणर भाई भरत मातुला आलर फेरी लभी नथिब कि दुखम आदर्श ने शिकाशी जननी कही कही नचाई पिता मुख कारुण्य गर्जत थिब मोर अनुज भरत अयोध्या थिब कि नथिब ताहा भी ठीक नुहे समर ए कौन बहुखंड भाषा से अन्य विषाद करती समर शिचारणे तबा भाई दारू संवाद ಇದು ಸಂವಾದ ಲಕ್ಷಣ भाई आतार सिंह भाई अंकिता कुटी माता बोता आता बबरता भाई तो बेटा सायर तू ही बता का पिरासनी बनते इस तरह आता बका साय मंदमती बाबुरी लक्ष्मण प्रसाद तेजबा काले नथिले भरत एणु संधान भाई हमर आसुते थे भाई की बात प्रयोजन आसन रे बहुत आदत पुरांगला शिवी धर पाड़ नारे लक्ष्मण इति क्रोध हेउ तु किया कनिष्ठ असुचि ज्येष्ठ करिब ना नारे लक्ष्मण किसको तुम्हार मनर भ्रांत धारणा ए जगत मात्र दबा संगनी चतुर दिसना संगनी मानती बजाना आमरी आदि को मारी आसी भाई ए जगत मात्र दबा एई देखरे लक्ष्मण भरत डाको यारत कंठेरी किपरि भाई भाई बोली भरत 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 अयोध्या सब मंगल तो मु आसवा समय पिता क्षणे क्षणे जाऊले मूर्छा कह भाई पिता मोर अछंती किपरि माता मोर अछंती किपरि और पुरवासी गण अछंती तो सुखे
ଭାଇ ଅଯୋଧ୍ୟାର ସୁଖ ଶାନ୍ତି ଆନନ୍ଦ ଗୌରବ ସବୁ ଭାଗିରୁଛି ଚୁରମାର ହୋଇଯାଇଛି ଭାଇ। ନ ଦେଖି ତୁମ୍ଭକୁ କାନ୍ଦୁଛନ୍ତି ଅଯୋଧ୍ୟାର ପ୍ରଜା ଆଉ କାନ୍ଦୁଛନ୍ତି ତରୁଲତା ସ୍ଥାମର ଜଙ୍ଗମ। ଶେଷରେ ପିତା କହ ଭାଇ ପିତାଙ୍କର କଣ ହୋଇଛି ଭାଇ? ହଁ ଭାଇ ତୁମେ ମାନେ ବନବାସ ଆସିଲା ଠାରୁ ପିତା ମୋର ନ ଖାଇ ନ ପିଇ ତୁମ ମାନଙ୍କୁ ଝୁରି ଝୁରି ଶେଷରେ ପିତା ଚାଲିଗଲେ ଅମର ଧାମକୁ ଭାଇ। লিভিলা হিলা অন্ধারা থিরি গলারে ভাই মরা বলি ভিলা হেলা ধারা ধীরে ধীরে গলা দিনা তারা কালা তাতে বুড়ি যাই ধীরে কালা তাতে বুড়ি যাই ধীরে
ସତରେ ପିତା କଣ ନାହାନ୍ତି ଭାଇ? କୁହ ଭାଇ, କୁହ ଏମିତିଆ ଖବର କୁହ ଭାଇ। ଲକ୍ଷ୍ମଣ ପିତା ଆଉ ନାହାନ୍ତି ଅଧମରେ ରଖିଛି ତୈଳ ପାତ୍ରେ ପିତାଙ୍କ ସେଇ ମୂର୍ତ୍ତ ଶରୀର ଏବେ ସୁଦ୍ଧା ହୋଇନାହିଁ ପିତୃ କାର୍ଯ୍ୟ ଶେଷ। ଫେରି ଯାଇ 3 ଜଣ ଅଯୋଧ୍ୟାକୁ ସ୍ୱର୍ଣ୍ଣସିଂହାସନରେ ବସି କରିଲେ ଆଦେଶ ପିତୃ କାର୍ଯ୍ୟ ହେବ ଶେଷ। ସେହର ଶତ୍ରୁଘ୍ନ ତେଣେ କାନ୍ଦେ ଦିବା ରାତ୍ରି ମନ୍ଦ ବୁଦ୍ଧିରେ ମୋ ମା ଜନନୀ କଲେ ଅବିଚାର ଏ ହଦମ ଭରତ କ୍ଷମା ମାଗେ ଭାଇ ଚରଣରେ ତବ ମାତାଙ୍କ ମୋର ଦୋଷ କ୍ଷମା କରି ଫେରି ଚାଲ ଭାଇ ସେଇ ଅଯୋଧ୍ୟାକୁ। ହଁ ଭାଇ ଫେରି ଚାଲ ସେଇ ଅଯୋଧ୍ୟାକୁ। ବାବୁରେ ଭରତ, ଆମେ ପରା ଜଣେ ଜଣେ ରାଜପୁତ୍ର, ରାଜକୀୟ ସମ୍ମାନ, ରାଜକୀୟ ଶିଷ୍ଟାଚାର ଆମକୁ ମାତୃ ରୂପେ ଜଣାଅଛି ଭାଇ। ମୋର ଜ୍ଞାନ ଅଛି, ଧନ ଅଛି, ସମ୍ପତ୍ତି ଅଛି, ସବୁ କିଛି ଅଛି, କିନ୍ତୁ ଭାଇ ଯଦି ସମ୍ପତ୍ତି ଅଛି ଚୋର ନେଇଯିବେ, ଯଦି ଭାଇ ଅଛି ଭାଗ ନେଇଯିବେ, କିନ୍ତୁ ଭାଇ ଯଦି ମା ଅଛି କେବେ ହେଲେ ମଧ୍ୟ ଆମେ ବାଣ୍ଟି ପାରିବା ନାହିଁ ଭାଇ। କାହିଁକି ନା ବାବୁ ମା ଆର ଅର୍ଥ କଣ ଜାଣିଛ ଭରତ? ମା ମାନେ ମାଟି, ଆ ମାନେ ଆକାଶ। এই ମାଟି ଆଉ ଆକାଶ ମଧ୍ୟରେ ଯିଏ ବଡ଼ ସିଏ ହେଉଛି ମା। ଭାଇ ଶାସ୍ତ୍ରରେ କୁହାଯାଇଛି ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗ ଗୋପୀ କରିଅଛ। ତା ଛଡ଼ା ଭାଇ ମୁଁ କଣ କହିବି ବାବୁ ଭରତ? ବିମାତାଙ୍କୁ କିଛି ଦୋଷ ନାହିଁ ଏତେ, ଭୋଗିବାକୁ ହେବ ମତେ କର୍ମର ଫଳ। ନାଇଁ ଭାଗ୍ୟ ମୋର ରାଜ ସିଂହାସନ, ବନବାସ ଭୋଗ ମୋର କପାଳ ଲେଖନ। ଅବୁଝ ହଅ ନା ଭରତ, ରାଜ ସିଂହାସନ ବସି ଅଯୋଧ୍ୟାକୁ କରରେ ଶାସନ। ଭରତ ଭାଇ ଆପଣ ତ ମାତାଙ୍କ କଥା ଅନେକ ବୁଝାଉଛ, ହେଲେ ମୁଁ ଅଯୋଧ୍ୟାର ପ୍ରଜାମାନ ଠାରୁ ଶୁଣିଅଛି ଆପଣ ବନବାସ ଆସିଲା ବେଳେ କାନ୍ଦୁଥିଲେ ମାତା ସୁମିତ୍ରା ଆଉ କାନ୍ଦୁଥିଲେ ମାତା କୌଶଲ୍ୟା, ହେଲେ କାନ୍ଦୁ ନଥିଲେ ମୋ ମାତା କୈକେୟୀ। ଆପଣ ସେ ପରି କଥା କିପରି ବୁଝାଉଛ ଭାଇ, କିପରି ବୁଝାଉଛ? ହଁ ଭାଇ ଆସିଲା ବେଳେ ଅଯୋଧ୍ୟାର ପ୍ରଜା ମାନଙ୍କୁ କଥା ଦେଇ ଆସିଥିଲି ମୋ ପ୍ରାଣର ଭାଇ ପତିମା ରାମ କଥା ଦେଇ ଫେରେଇ ଆଣିବି ବୋଲି, କିନ୍ତୁ ମୋ କଥା ରଖି ଚାଲ ଭାଇ, ଅଯୋଧ୍ୟାକୁ ଫେରି ଚାଲ। ବାବୁରେ ଭରତ, এই ମୋର ଗୁରୁ ସମ୍ପୂର୍ଣ୍ଣ ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟରେ ମୁଁ କେତେ ଗୁଡ଼ିଏ ସତ୍ୟ ଚରିତ୍ର ଲୋକମାନଙ୍କୁ ନେଇ ଆସିଅଛି, ଯାହାକି ଶାସ୍ତ୍ରରେ କୁହାଯାଇଛି ଦୁର୍ଲଭମ୍ ପ୍ରକୃତ ଭକ୍ତ୍ୟ, ଦୁର୍ଲଭମ୍ ପ୍ରକୃତ ପିତା ପୁତ୍ର ସୌଭବମ୍, ଦୁର୍ଲଭମ୍ ପ୍ରକୃତ ସହଦେବୀ ଭାର୍ଯ୍ୟା। এই ଦୁର୍ଲଭ ମଧ୍ୟରେ ହେଉଛନ୍ତି ଜଣେ ଭକ୍ତ ପିତା। ଦୁର୍ଲଭ